ପିଲାମାନେ ପୂର୍ବ ଭିଡ଼ିଓରେ ଆମେ ବିସର୍ଗ ପଢ଼ିଥିଲେ। ଚାଲ ଆଜି ଚନ୍ଦ୍ରବିନ୍ଦୁର ମାତ୍ରାକୁ ପଢ଼ିବା। ଚନ୍ଦ୍ରବିନ୍ଦୁ ଯଦି ବର୍ଣ୍ଣମାଳାରେ ଦିଆଯାଏ ତାହେଲେ ତାକୁ କେମିତି ପଢ଼ିବା ନା କ ହଳନ୍ତ ଯୁକ୍ତ ଚନ୍ଦ୍ରବିନ୍ଦୁ ସମାନ କ, ଖ ହଳନ୍ତ ଯୁକ୍ତ ଚନ୍ଦ୍ରବିନ୍ଦୁ ସମାନ ଖ। ସେମିତି ଗରେ ଚନ୍ଦ୍ରବିନ୍ଦୁ ଲାଗିଲେ ଗ, ଘରେ ଚନ୍ଦ୍ରବିନ୍ଦୁ ଲାଗିଲେ ଘ, ଚରେ ଚନ୍ଦ୍ରବିନ୍ଦୁ ଲାଗିଲେ ଚ, ଛରେ ଚନ୍ଦ୍ରବିନ୍ଦୁ ହେଲେ ଛ, ଜରେ ଚନ୍ଦ୍ରବିନ୍ଦୁ ଥିଲେ ଜ, ଝରେ ଚନ୍ଦ୍ରବିନ୍ଦୁ ଥିଲେ ଝ, ଟରେ ଚନ୍ଦ୍ରବିନ୍ଦୁ ଥିଲେ ଟ, ଠରେ ଚନ୍ଦ୍ରବିନ୍ଦୁ ଥିଲେ ଠ, ଡରେ ଚନ୍ଦ୍ରବିନ୍ଦୁ ଥିଲେ ଡ, ଢରେ ଚନ୍ଦ୍ରବିନ୍ଦୁ ଲାଗିଲେ ଢ, ଣରେ ଚନ୍ଦ୍ରବିନ୍ଦୁ ଲାଗିଲେ ଣ, ତରେ ଚନ୍ଦ୍ରବିନ୍ଦୁ ଲାଗିଲେ ଟ, ଥରେ ଚନ୍ଦ୍ରବିନ୍ଦୁ ଲାଗିଲେ ଥ, ଦରେ ଚନ୍ଦ୍ରବିନ୍ଦୁ ଲାଗିଲେ ଦ, ଧରେ ଚନ୍ଦ୍ରବିନ୍ଦୁ ଲାଗିଲେ ଧ, ନରେ ଚନ୍ଦ୍ରବିନ୍ଦୁ ଲାଗିଲେ ନ, ପରେ ଚନ୍ଦ୍ରବିନ୍ଦୁ ଲାଗିଲେ ପ, ଫରେ ଚନ୍ଦ୍ରବିନ୍ଦୁ ଲାଗିଲେ ଫ, ବରେ ଚନ୍ଦ୍ରବିନ୍ଦୁ ଲାଗିଲେ ବ, ଭରେ ଚନ୍ଦ୍ରବିନ୍ଦୁ ଲାଗିଲେ ଭ, ମରେ ଚନ୍ଦ୍ରବିନ୍ଦୁ ଲାଗିଲେ ମ, ଜରେ ଚନ୍ଦ୍ରବିନ୍ଦୁ ଲାଗିଲେ ଜ, ରରେ ଚନ୍ଦ୍ରବିନ୍ଦୁ ଲାଗିଲେ ର, ଳରେ ଚନ୍ଦ୍ରବିନ୍ଦୁ ଲାଗିଲେ ଳ, ସରେ ଚନ୍ଦ୍ରବିନ୍ଦୁ ଲାଗିଲେ ସ। ସେମିତି ମୂର୍ଧନ୍ୟସରେ ବି ଚନ୍ଦ୍ରବିନ୍ଦୁ ଲାଗିଲେ ସ, ଦନ୍ତେଶରେ ଚନ୍ଦ୍ରବିନ୍ଦୁ ଲାଗିଲେ ବି ସ ବୋଲି ପଢ଼ିବା। ହରେ ଚନ୍ଦ୍ରବିନ୍ଦୁ ଲାଗିଲେ ହ, କ୍ଷରେ ଚନ୍ଦ୍ରବିନ୍ଦୁ ଲାଗିଲେ କ୍ଷ, ୟରେ ଚନ୍ଦ୍ରବିନ୍ଦୁ ଲାଗିଲେ ୟ, ଲରେ ଚନ୍ଦ୍ରବିନ୍ଦୁ ଲାଗିଲେ ଲ। ଆଚ୍ଛା ଦେଖ ପିଲାମାନେ ଏଠି କ'ଣ ଲେଖା ହେଇଛି ନା କ ହର୍ଷେଇରେ ଚନ୍ଦ୍ରବିନ୍ଦୁ ଇ ଛ, କଇଁଛ, ମ ଇ ସି, ମଇଁଷି। ସେମିତି କେତେକ ୱାର୍ଡ଼ ଦେଇଛି, ଚାଲ ଆମେ ପଢ଼ିଦେବା। ଗାଁ, ନାଁ, ନିଆଁ, ଧୂଆଁ, ଚିଆଁ, ଡିଆଁ, କଇଁ, ଭୂଇଁ, ମାଇଁ, ସାଇଁ, ମୁହଁ, ନାହିଁ, ମୁଆଁ, ଦିଅଁ, ଝାଉଁ, ପାଇଁ, ଅଇଁଠା, ଗଇଁଠା, ବାଉଁଶ, ପାଉଁଶ, ଆଇଁଷ, ଡାଁଶ, ଚଉଁରୀ, ଭଉଁରୀ, କଇଁ କଇଁ, ଧାଇଁ ଧାଇଁ, ନିଆଁ ଝୁଲ, କଇଁ ଫୁଲ, କୁଆଁ ତାରା, ପଇଁତରା, ଆଉଁସିବା, ଝାଉଁଳିବା। ଦେଖ ପିଲାମାନେ ଏଠି ଗୋଟେ ଛୋଟ କବିତା ଦେଇଛି, ଚାଲ ଆକୁ ପଢ଼ିବା ଆଉ ବୁଝିବା। କଅଁଳା ବାଛୁରୀ ବେକରେ ପଘା, ଅଁଳା ରଖିବ ଦେହର ନିଘା। କଅଁଳା ବାଛୁରୀ ବେକରେ ପଘା, ଛୋଟ ବାଛୁରୀ କୁଆଡ଼େ ପଳେଇବ ବୋଲି ତା ବେକରେ ଗୋଟେ ଦଉଡ଼ି ପକାଯାଏ, ଦଉଡ଼ିରେ ତାକୁ ଖୁଣ୍ଟରେ ବାନ୍ଧି ଦିଆଯାଏ, ତାକୁ ପଘା ବୋଲି, ସେ ଦଉଡ଼ିଟାକୁ ପଘା ବୋଲି କୁହାଯାଏ। ତ କଅଁଳା ବାଛୁରୀ ବେକରେ କ'ଣ ପଡ଼ିଛି ପଘା ବା ସେ ଦଉଡ଼ିଟା। ଅଁଳା ରଖିବ ଦେହର ନିଘା, ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ। ତ ଅଁଳା ପ୍ରତ୍ୟେକ ଦିନ ଯଦି ଆମେ ଗୋଟେ ଖାଇବା ଆମ ଦେହ ସୁସ୍ଥ ରହିବ, ତେଣୁ ଅଁଳା ରଖିବ ଦେହର ନିଘା। ଲବ କୁଶ ଦୁହେଁ ଯାଆଁଳା ଭାଇ, ଲବ କୁଶ ଦୁହେଁ କ'ଣ ନା ସେମାନେ ଦୁଇ ଜଣ ଯାଆଁଳା ଭାଇ। ସାନ ବଡ଼ ବାରି ହୁଅଇ ନାହିଁ, ସାନ ଆଉ ବଡ଼ କ'ଣ କିଏ, ସେମାନେ ଏତେ ସମାନ ଦେଖିବାକୁ ଯେ ସାନ ଆଉ ବଡ଼ କିଏ ଜାଣି ହୁଏ ନାହିଁ। ଆଚ୍ଛା ପିଲାମାନେ ଚାଲ ଅବିକା ଆମେ ଗୋଟେ କବିତା ପଢ଼ିବା। ଚାଲ ଦେଖ ଏଇ ପିକ୍ଚରକୁ କ'ଣ ଲେଖା ହେଇଛି ଦେଖ। ଚେଁ ଚୁଁ ଚୁଁ କୁକୁଡ଼ା ଛୁଆ, ବିଲେଇ ନାନୀକି ବହୁତ ଜ୍ୱର, ଖୁଁ ଖୁଁ କରି କାଶୁଛି, ପାଖରେ ଛୁଆଟି ମୁହଁ ଶୁଖେଇ ଆଉଁସା ଘଷା କରୁଛି। ବିଲେଇ ନାନୀକୁ କ'ଣ ହେଇଛି ବହୁତ ଜ୍ୱର ହେଇଯାଇଛି। ସେ କେମିତି କାଶୁଛି ଖଁ ଖୁଁ ହେଇକି କାଶୁଛି, ପାଖରେ ଛୁଆଟି ମୁହଁ ଶୁଖେଇ ଆଉଁସା ଘଷା କରୁଛି। ପାଖରେ ବିଲେଇ ନାନୀର ଛୁଆଟି କ'ଣ କରୁଛି ନା ତାକୁ ସେବା ଯତ୍ନ କରୁଛି ମାଆର। ବାଡ଼ିରେ ଦେଖିଲା କୁକୁଡ଼ା ଛୁଆ, ଚେଁ ଚୁଁ ଚୁଁ କରୁଛି, ଧରୁ ନ ଧରୁ ଆପଣା ଛାଏଁ ମା ପାଖକୁ ଧାଉଁଛି। ବାଡ଼ିରେ ଦେଖିଲା କୁକୁଡ଼ା ଛୁଆ, ସେ ବିଲେଇ ନାନୀ କ'ଣ ଦେଖିଲା ବାଡ଼ିରେ କୁକୁଡ଼ା ଛୁଆମାନେ କ'ଣ କରୁଛନ୍ତି ନା ଚେଁ ଚୁଁ ଚୁଁ କରୁଛନ୍ତି। ସେ ଚୁଁ ଚୁଁ ହେଇକି କ'ଣ ତାଙ୍କ ଖାଦ୍ୟ ଖାଉଛନ୍ତି ବା ବୁଲୁଛନ୍ତି। ଧରୁ ନ ଧରୁ ଆପଣା ଛାଏଁ, ତାଙ୍କୁ କିଏ ଧରନ୍ତୁ ନ ଧରନ୍ତୁ ସେ ଡରରେ କ'ଣ କରୁଛନ୍ତି ଏପଟ ସେପଟ ହେଇକିନି ଧାଉଁଛନ୍ତି। କାହା ପାଖକୁ ନା ମା ପାଖକୁ ଧାଉଁଛି। ସିଏ କାହା ପାଖକୁ ଚୁଁ ଚୁଁ ହେଇକିନି ଦୌଡ଼ୁଛନ୍ତି ନା ତାଙ୍କ ମା ପାଖକୁ।
ମିଆଉଁ ମିଆଉଁ କରି ବିଲେଇ ଚିଆଁ କାହିଁ ଗଲା ଖୋଜୁଛି। ସେ ଚେଁ ଚୁଁ ଚୁଁ ଶୁଣି ଦେଇଛି ବିଲେଇ। ସେ କ'ଣ କରୁଛି ନା ମିଆଉଁ ମିଆଉଁ ବିଲେଇ କେମିତି ବୋବାଏ ନା ମିଆଉଁ 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 କରି ବିଲେଇ ଚିଆଁ କେଉଁଠିକି ଗଲା ବୋଲି ଖୋଜୁଛି। ଚିଆଁଟି ମାଆର ପଛରେ ରହି କଣେଇ କଣେଇ ଚାହୁଁଛି। ତାହେଲେ ସେ ଚିଆଁଟା କ'ଣ କରିଛି ନା ତା ମାଆ ପଛପଟରେ, ତାକୁ ଡର ଲାଗିଛି, ତା ମାଆ ପଛପଟରେ ଲୁଚି ଯାଇଛି। ଆଉ କାହାକୁ ଅନଉଛି ନା କଣେଇ କଣେଇକୁ ବିଲେଇକୁ ଅନଉଛି। ଆଚ୍ଛା ପିଲାମାନେ, ଆଜି ଆମେ ଚନ୍ଦ୍ରବିନ୍ଦୁର ମାତ୍ରା ପଢ଼ିଦେଲେ, କବିତା ମଧ୍ୟ ପଢ଼ିଦେଲେ। ଯଦି ତୁମକୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦେବ। ନେକ୍ସଟ କ୍ଲାସ୍ରେ ଆମେ ଏଇ ବହିର ପ୍ରଶ୍ନ ଉତ୍ତର କରିବା।